नमस्कार जय जगन्नाथ शुभ सकाळ आज हूँ फेब्रुआरी 9 तारिख सोमवार आज दिन अनेक गुरुत्वपूर्ण खबर आसी तेणु भिडियो को शेष पर्यंत देखा मोर आपन को अनुरोध तेज आसतु आज दिन 20 बड़ खबर उपर नजर पकाइबा भिडियो भल लगे आपण भल पाइबा स्वरूप गोटे गोटे लाइक निश्चित करदेवे एसत आपण केउ जिलूर यह खबर देखुंत कमेंट कर जनईदेवे आसला प्रथम खबर सावलकोट जल विद्युत प्रकल्प टेंडर जारी पाकिस्तान बढ़िला चिंता पाकिस्तान सहित सिंधु जल चुक्तिनामा स्थगित होगा पर प्रधानमंत्री नरेंद्र मोदी सरकार तेनाब नदी में प्रमुख भित्तिभूमि और शक्ति प्रकल्प पर गुरुत्वपूर्ण पदक्षेप ग्रहण कर परिप्रेक्षी में राष्ट्रायत्त एनएचपीसी जम्मू कश्मीर रामबन जिले में सावलकोट जल विद्युत प्रकल्प निर्माण पर एक टेंडर जारी करिछि। मोट बजेट 5129 कोटी टंका এই প্রকল্প চেনাব নদী উপরে অবস্থিত এর মোট বজেট 5129 কোটি টাকা রয়েছে এই প্রকল্পরে গোটিয়ে প্যাকেজ মধ্যে এক ভিন্ন সুড়ঙ্গ এডিট ডিটি ও কফর ড্যাম নির্মাণ করা যাব। পরবর্তী খবর সরোজিনী তরাই বিজেডি নিলম্বিত কৃষ্ণপ্রসাদ ব্লক অধ্যক্ষা বিজেডি নিলম্বিত হেলে কৃষ্ণপ্রসাদ ব্লক অধ্যক্ষা সরোজিনী তরাই দল বিরোধী কার্য করুଥିବା অভিযোগରେ এই କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସରୋଜିନୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ପରବର୍ତ୍ତୀ ଖବର ବଢିବ ଭାରତୀୟ ବାୟୁସେନାର ଶକ୍ତି ଭାରତ କିଣିବ ଆଉ 114ଟି ରାଫେଲ ଭାରତ ଫ୍ରାନ୍ସ ଠାରୁ 114ଟି ରାଫେଲ ଫାଇଟର ଜେଟ୍ କିଣିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ମାସ ଶେଷରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଭାରତ ଗସ୍ତରେ ଆସିବା ପୂର୍ବରୁ ଭାରତୀୟ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ডিএসি 114টি রাফেল ফাইটর জেট কিনিবা প্রস্তাবକୁ অনুমোদন দেবার সম্ভাবনা রয়েছে। বিশেষ সূত্রରୁ তথ্য নেই খবর প্রকাশ করেছে জাতীয় গণমাধ্যম ইন্ডিয়া টুডে। আধিকারিক অনুসারে প্রতিরক্ষা মন্ত্রী রাজনাথ সিংଙ୍କ অধ্যক্ষতাରେ আগামী କିଛି ଦିନ ମଧ୍ୟରେ ডিএসি বৈঠক বସିବ। পরবর্তী খবর পিত্তবাস পଣ୍ଡା হত্যা মতে ফসেই দিয়াଯାଇଛି କହିଲେ ବିକ୍ରମ ପଣ୍ଡା। ପିତ୍ତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି। ମୁଁ ଦୋଷୀ ନୁହେଁ ମତେ ଫସାଇ ଦିଆଯାଇଛି ବୋଲି ସେ ସଫେଇ ଦେଇଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେ ଏମକେସିଜି ମେଡିକାଲ ଯାଉଥିବା ବେଳେ ଏଭଳି ବୟାନ ଦେଇଛନ୍ତି। ତାଙ୍କ କହିବା ଅନୁସାରେ ମୁଁ ନିର୍ଦ୍ଦୋଷ ଅଯଥାରେ ଉଦ୍ଦେଶ୍ୟମୂଳକ ଭାବରେ ଫସା ଯାଇଛି। ମତେ ଓ ବିଜେଡିକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି। ରାଜନୈତିକ ଉଦ୍ଦେଶ୍ୟ ରଖି ଏସବୁ କରାଯାଉଛି। ମତେ 4 ମାସ ହେଲା ଜେଲରେ ରଖାଯାଇଛି। ତଥାପି ଅସୁବିଧା କରାଯାଉଛି ହେଲେ ନ୍ୟାୟପାଳିକା ଉପରେ ମୋର ପୁରା ଭରସା ରହିଛି ନ୍ୟାୟ ପାଇବି। ପରବର୍ତ୍ତୀ ଖବର ମାଓବାଦୀ ଶେଷ କରିବାକୁ ମାଷ୍ଟର ପ୍ଲାନ୍ 3 ଦିନିଆ ଛତିଶଗଡ଼ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ମାଓବାଦୀ ଶେଷ କରିବା ପାଇଁ ମାଷ୍ଟର ପ୍ଲାନ୍ ମାର୍ଚ୍ଚ 31 ତାରିଖ ସୁଦ୍ଧା ଦେଶରୁ ମାଓବାଦ ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ସରକାର ରଖିଥିବା ଲକ୍ଷ୍ୟକୁ ନେଇ 3 ଦିନିଆ ଛତିଶଗଡ଼ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାୟପୁରରେ ପହଞ୍ଚିବା ପରେ ଶାହା ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପରବର୍ତ୍ତୀ ଖବର ସେଫର୍ଟଙ୍କ ଅର୍ଦ୍ଧଶତକ ଆଫଗାନିସ୍ତାନକୁ ହରାଇଲା ନ୍ୟୁଜିଲାଣ୍ଡ। ଟିମ୍ ସେଫର୍ଟଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ବିଜୟରୁ T20 ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। ରବିବାର ଗ୍ରୁପ ଡି ର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ 5 ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। 183 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ନ୍ୟୁଜିଲାଣ୍ଡ ପ୍ରଥମ 2 ଓଭର ମଧ୍ୟରେ 14 ରନରେ 2 ୱିକେଟ ହରାଇ ସଂକଟରେ ପଡ଼ିଥିଲା। ଫିନ୍ ଆଲିନ୍ 1 ରନ ଓ ରଚିନ ରବୀନ୍ଦ୍ର 0 ରନ କରିଥିଲେ। ମୁଜିବୁର ରହମାନ ନିଜର ପ୍ରଥମ ଓଭର ତୃତୀୟ ଓ ଚତୁର୍ଥ ବଲରେ ପାଭିଲିୟନ ପଠାଇ ଏହି ଯୁଗଳ ଝଟକା ଦେଇଥିଲେ। ଡାରିଲ ମିଚେଲ 14 ବଲରୁ 25 ଓ ମିଚେଲ ସାଟନର 8 ବଲରୁ 17 ଅପରାଜିତ ରହି 13 ବଲ ପୂର୍ବରୁ ଦଳକୁ ବିଜୟ ଭେଟି ଦେଇଥିଲେ। ପରବର୍ତ୍ତୀ ଖବର ବିଜୟପୁରରେ ବିମାନ ଦୁର୍ଘଟଣା 2 ଆହତ। କର୍ଣ୍ଣାଟକର ବିଜୟପୁରରେ ବିମାନ ଦୁର୍ଘଟଣା ଏକ ପ୍ରାଇଭେଟ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ 2 ଜଣ ଆହତ ହୋଇଛନ୍ତି। ବିଜୟପୁରା ଜିଲ୍ଲାର ବାଲେଶ୍ୱର ତାଲୁକାର ମାଙ୍ଗାଲୋର ଗାଁରେ ଏହି ଅଘଟଣ ଘଟିଛି। ଆହତମାନଙ୍କୁ କ୍ୟାପ୍ଟେନ ଏବଂ ତାଲିମପ୍ରାପ୍ତ ପାଇଲଟ ଭାବରେ ଚିହ୍ନଟ କରାଯାଇଛି। ପୋଲିସ କହିଛି ଇଞ୍ଜିନ ଫେଲ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପରବର୍ତ୍ତୀ ଖବର ରାଜ୍ୟର 41ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ତୁରନ୍ତ ପୁନଃ ସ୍ଥାପନ କରିବା ପାଇଁ ନିର୍ଦ୍ଦେଶ। ରାଜ୍ୟରେ 41 ଥାନାରେ ପୁନଃ ସ୍ଥାପନ ହେବ ସିସିଟିଭି କ୍ୟାମେରା ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଅଧିକାଂଶ ସ୍ଥାନରେ ସିସି କ୍ୟାମେରା ଲାଗିଛି ହେଲେ ଏହାର ମରାମତି କିମ୍ବା ନିୟନ୍ତ୍ରଣ କକ୍ଷ ନାହିଁ। ଯେଉଁ କାରଣରୁ ରାଜଧାନୀର ଥାନାରେ ଲାଗିଥିବା କ୍ୟାମେରା ସ୍ମାର୍ଟ ସିଟି ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି। ସାରା ରାଜ୍ୟର ଅତି କମରେ 41ଟି ପୋଲିସ ଜିଆରପି ଷ୍ଟେସନରେ ସିସିଟିଭି କ୍ୟାମେରା ତୁରନ୍ତ ପୁନଃସ୍ଥାପନ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ଓସିଏସି କୁ ଚିଠି ଜରିଆରେ ଅନୁରୋଧ କରାଯାଇଛି। ପରବର୍ତ୍ତୀ ଖବର ଏକାଥରକେ 4 ସନ୍ତାନ ଜନ୍ମ କଲେ ମହିଳା। ଏକାଥରକେ 4 ଛୁଆଙ୍କୁ ଜନ୍ମ ଦେଇଛି ମା। ଏଭଳି ଏକ ବିରଳ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାରେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକର କୁରୁମପୁର ପଞ୍ଚାୟତ ଅନ୍ତର୍ଗତ ଚୌହକାପଡ଼ା ଗ୍ରାମର ଭୋଜରା ମାଝୀଙ୍କ ପତ୍ନୀ ପୁଷ୍ପା ଧ୍ରୁ 4ଟି ଶିଶୁ କନ୍ୟା ଜନ୍ମ ଦେଇଛନ୍ତି।
ତାଙ୍କୁ ପ୍ରଥମେ ଛତିଶଗଡ଼ର ମହାସମୁନ୍ଦରମର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରସବ ପରେ ଉଭୟ ମା ଏବଂ ନବଜାତ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଦ୍ୱାରା ରାୟପୁରର ମୋହକାରା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ଖବର ମାଲେସିଆରୁ ପାକିସ୍ତାନକୁ ମୋଦିଙ୍କ କଡ଼ା ବାର୍ତ୍ତା। ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିବେ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦୁଇ ଦେଶ ବିଶ୍ୱାସ ଏବଂ ସହଭାଗିତା ଉପରେ ଆଧାରିତ ହୋଇ ଆଗକୁ ବଢିବାକୁ ଯୋଜନା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସୁରକ୍ଷା କ୍ଷେତ୍ରରେ ଭାରତ ଏବଂ ମାଲେସିଆ ମିଳିତ ଭାବରେ ଆତଙ୍କବାଦ ମୁକାବିଲା, ଗୁପ୍ତଚର ଆଦାନ ପ୍ରଦାନ ଏବଂ ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବା ଉପରେ ଧ୍ୟାନ ଦେବେ। ପରବର୍ତ୍ତୀ ଖବର ଚୀନର କୃତିତ୍ୱ 28 କିଲୋମିଟର ସମୁଦ୍ର କରିଡର ନିର୍ମାଣ। 2 ଘଣ୍ଟାର ଯାତ୍ରା ଏବେ 20 ମିନିଟରେ ଶେଷ। ଚୀନ ସମୁଦ୍ର ମଝିରେ ଏକ ଅଦ୍ଭୁତ ଉଦାହରଣ ଉପସ୍ଥାପନ କରି ଆଧୁନିକ ସାମୁଦ୍ରିକ ଇଞ୍ଜିନିୟରିଂ ପ୍ରକଳ୍ପ ତାଲିକାରେ ନୂତନ ମାନଦଣ୍ଡ ସ୍ଥାପନ କରିଛି। ଏହି କରିଡରକୁ ଗ୍ରେଟର ବେ ଏରିଆର ଆଞ୍ଚଳିକ ସଂଯୋଗ ଭିତ୍ତିଭୂମିକୁ ବିକଶିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି। 28 କିଲୋମିଟର ଲମ୍ବା ସେନଜେନ ଖୋଙ୍ଗସିନ ଲିଙ୍କ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପରବର୍ତ୍ତୀ ଖବର ଜୁନ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ଚାହୁଁଛି ଆମେରିକା, ଟ୍ରମ୍ପଙ୍କ ଯୋଜନା ପ୍ରକାଶ କଲେ ଜେଲେନ୍ସ୍କି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କହିଛନ୍ତି, ଆମେରିକା ୟୁକ୍ରେନ ଓ ରୁଷ ଯୁଦ୍ଧ ସମାପ୍ତ କରିବା ପାଇଁ ଜୁନ ମାସର ନୂତନ ସମୟସୀମା ଦେଇଛି। ଜେଲେନ୍ସ୍କିଙ୍କ ଅନୁଯାୟୀ ଆମେରିକା ପ୍ରଶାସନ ଚାହୁଁଛି ଗ୍ରୀଷ୍ମ ଋତୁ ଆରମ୍ଭ ହେବା ପୂର୍ବରୁ ରୁଷ ୟୁକ୍ରେନ ଯୁଦ୍ଧ ଶେଷ ହେଉ। ସେ ଏହା ମଧ୍ୟ କହିଛନ୍ତି, ଆସନ୍ତା ସପ୍ତାହରେ ଦୁଇ ଦେଶକୁ ଆଉ ଏକ ପର୍ଯ୍ୟାୟ ଆଲୋଚନା ପାଇଁ ଡକାଯାଇଛି। ପରବର୍ତ୍ତୀ ଖବର ବିଜେଡିର ବିଶାଳ ଚାଷୀ ଆନ୍ଦୋଳନ। ଧାନରେ କଟନୀ ଛଟନୀ ଚାଷୀଙ୍କୁ ଶୋଷଣ ପ୍ରତିବାଦରେ ଆଗାମୀ 16 ତାରିଖରେ ଭଦ୍ରକରେ ବିଶାଳ ଚାଷୀ ଆନ୍ଦୋଳନ ଡାକରା ଦେଇଛି ବିଜେଡି। ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ ନୂତନ ବିଜେଡି ଜିଲ୍ଲା ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାଂଗଠନିକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଭଣ୍ଡାରୀ ପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଧାମନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ପ୍ରମୁଖ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ତ ନେତୃବୃନ୍ଦ ସାମିଲ ହୋଇଥିଲେ। ଏହି ଅବସରରେ ନୂତନ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ସଭାପତି ପରି ଗୁରୁ ଦାୟିତ୍ୱ ଦେଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବ୍ୟାମକେଶ। ପରବର୍ତ୍ତୀ ଖବର 75 ବର୍ଷ ଇସ୍ତଫା ଅବସର ନେଇ ମୋହନ ଭାଗବତଙ୍କ ବଡ଼ ମନ୍ତବ୍ୟ। ଆରଏସଏସ ମୁଖ୍ୟ ମୋହନ ଭାଗବତ ପୁଣି ଥରେ 75 ବର୍ଷ ବୟସ ଅବସର ସମ୍ପର୍କରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ପାଳନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଯଦି ଆରଏସଏସ ତାଙ୍କୁ ପଦ ଛାଡ଼ିବାକୁ କୁହେ ତେବେ ସେ ଇସ୍ତଫା ଦେବେ। ସଂଗଠନ ନିଜେ ତାଙ୍କୁ ବୟସ ସତ୍ତ୍ୱେ କାମ ଜାରି ରଖିବାକୁ କହିଛି। ଏହି ଅବସରରେ ସେ ଆଉ ଏକ ବକ୍ତବ୍ୟ ଦେଇ କହିଛନ୍ତି, ଯାହାକୁ ଏକ ସରଳ ବାର୍ତ୍ତା ଅପେକ୍ଷା ଏକ ବଡ଼ ବାର୍ତ୍ତା ଭାବରେ ଦେଖାଯାଇଛି। ପରବର୍ତ୍ତୀ ଖବର ଶିମିଳିପାଳରେ ଲାଇକେନ୍ କ୍ୟାନ୍ସରର ରାମବାଣ। ବନ୍ୟପ୍ରାଣୀ, ସବୁଜ ବନାନୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି ଶିମିଳିପାଳ ଅଭୟାରଣ୍ୟ। ଏଥିରେ ଏବେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗର ଗବେଷଣାକୁ ମିଳିଛି ନୂଆ ତଥ୍ୟ। ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ଲାଇକେନ୍ ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିସାରିଛି, ଯାହା ଭବିଷ୍ୟତର ଔଷଧୀୟ ଗବେଷଣାର ଏକ ମୁଖ୍ୟ କେନ୍ଦ୍ର ଭାବରେ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶା ସଞ୍ଚାର ହୋଇଛି। ପରବର୍ତ୍ତୀ ଖବର ଏସୀୟ ସୁଟିଂ ବିଶ୍ୱ ରେକର୍ଡ ଅର୍ଜୁନ ଏଲା ଭେଲିନଙ୍କୁ ସ୍ୱର୍ଣ୍ଣ। ଚଳିତ ଏସୀୟ ପ୍ରତିଯୋଗିତାରେ ଅର୍ଜୁନ ବାବୁତା ଏଲା ଭେଲିନ ଲାଭେରିନଙ୍କୁ 10 ମିଟର ଏୟାର ରାଇଫଲ ମିଶ୍ରିତ ଯୁଗଳରେ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଅର୍ଜୁନ ଓ ଏଲା ଭେନିଲ 505 ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରିପବ୍ଲିକ କୋରିଆର କିମ୍ ଓରିମେନ ଉଞ୍ଜି 501, ଜାପାନର ଅୱାୟା ଓକାଡା ଓ ମିସାକି ନୋବାତା 437 ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ଭାରତୀୟ ଯୋଡ଼ି ଯୋଗ୍ୟତା ରାଉଣ୍ଡରେ 632 ଶୀର୍ଷରେ ରହିଥିଲେ। ପରବର୍ତ୍ତୀ ଖବର ରାହୁଲଙ୍କ ଘନିଷ୍ଠ ସହଯୋଗୀ ଗୌରବଙ୍କ ଉପରେ ଏସ୍ଆଇଟି ରିପୋର୍ଟକୁ କେନ୍ଦ୍ରକୁ ପଠାଇବ ଆସାମ ସରକାର। ଆସାମ ସରକାର କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପାକିସ୍ତାନ ସହିତ କଥିତ ସମ୍ପର୍କିତ ମାମଲାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଶନିବାର ଏକ କ୍ୟାବିନେଟ ବୈଠକ ପରେ ଏହା ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ସୂଚନା ଦେଇ ବିଶ୍ବ ଶର୍ମା କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଭାରତ ବିରୋଧୀ ଷଡ଼ଯନ୍ତ୍ର ସମ୍ପର୍କରେ ତଦନ୍ତ କରି ଏହାର ରିପୋର୍ଟ ପ୍ରଦାନ କରିଛି। ପରବର୍ତ୍ତୀ ଖବର ସୋଫିଆଙ୍କ କଡ଼ା ମନ୍ତବ୍ୟ। କଟକର ପୂର୍ବତନ ବିଜେଡି ନେତା ବିଶ୍ୱଜିତ ମହାନ୍ତିଙ୍କ କଂଗ୍ରେସରେ ଯୋଗଦାନ ପ୍ରସଙ୍ଗକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଭାବ ଦେଖାଦେଇଛି। ଏହି ଘଟଣାରେ ବିଧାୟିକା ସୋଫିଆ କଡ଼ା ମନ୍ତବ୍ୟ ଦେଇ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋଫିଆ କହିଛନ୍ତି ଯେ କଟକର ଜଣେ ନେତା କଂଗ୍ରେସରେ ଯୋଗ ଦେଇଥିବା କଥା ସମ୍ପର୍କରେ କୌଣସି ପ୍ରକାର ଅବଗତ କରାଯାଇନଥିଲା। ସେ କହିଛନ୍ତି, ମୁଁ ସୋସିଆଲ ମିଡିଆରୁ ଏହି ସୂଚନା ପାଇଲି, ଆମକୁ ପୂର୍ବରୁ ଅବଗତ କରାଯିବା ଉଚିତ ଥିଲା। ତାଙ୍କ ଏହି ବକ୍ତବ୍ୟକୁ ଦଳ ମଧ୍ୟରେ ଅସନ୍ତୋଷର ସଂକେତ ଭାବରେ ଦେଖାଯାଉଛି।
ପରବର୍ତ୍ତୀ ଖବର ମର୍ମନ୍ତୁଦ ଦୁର୍ଘଟଣା 2 ମୃତ 5 ଗୁରୁତର 4 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୁର ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟି 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ନେଉଥିବା ସମୟରେ ଆନ୍ଧ୍ରପ୍ରଦେଶର ନନ୍ଦୀଗାମ ଜାତୀୟ ରାଜପଥରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୁନପୁରମରୁ 7 ଜଣ ବ୍ୟକ୍ତି ଏକ କାରରେ ଶ୍ରୀକାକୁଲମକୁ ଯାଉଥିବା ବେଳେ ରାଜପଥ ଉପରେ ଅଟକିଥିବା ଏକ ଆଇଚର ଭ୍ୟାନରେ କାରଟି ଧକ୍କା ହୋଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 4 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ବିବାଦ ଲାହୋରରେ ବିସିବି ମୁଖ୍ୟ। ଭାରତ ବିପକ୍ଷ ଟି20 ବିଶ୍ୱକପ ପାକିସ୍ତାନ ମ୍ୟାଚ୍ ବର୍ଜନ ସମାଧାନ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ବିସିବିର ଅଧ୍ୟକ୍ଷ ଅମିନୁଲ ଇସଲାମ ଲାହୋରରେ ପହଞ୍ଚିଛନ୍ତି। ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ପାକିସ୍ତାନ ମଧ୍ୟରେ 15 ତାରିଖରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ମ୍ୟାଚ୍ କିଭଳି ବାତିଲ ନ ହୁଏ ସେଥିଲାଗି ଆଇସିସି ଚେଷ୍ଟା ଚଳାଇଛି। କୌଣସି ଏକପାଖିଆ କାର୍ଯ୍ୟାନୁଷ୍ଠାନ ନ ନେଇ ଖେଳକୁ ଗୁରୁତ୍ୱ ଦେଇ ପିସିବି ସହ ଆଲୋଚନା ଜାରି ରଖିଛି। ପରବର୍ତ୍ତୀ ଖବର ଏପ୍ରିଲ ପ୍ରଥମ ସପ୍ତାହରୁ କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ କାମ। କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡରେ ଖୁବ୍ ଶୀଘ୍ର ଆରମ୍ଭ ହେବ କାମ। ଖୋର୍ଦ୍ଧା ରାମେଶ୍ୱରରୁ ବାହାରି ବିଲିପଡ଼ା ପର୍ଯ୍ୟନ୍ତ ଯିବ ଏହି ମେଗା ପ୍ରକଳ୍ପ। ଟୁଇନ୍ ସିଟିର ଟ୍ରାଫିକ ଚାପ କମିବା ସହ ଯାତାୟାତ ବ୍ୟବସ୍ଥାକୁ ସହଜ କରିବ ଏହି ପ୍ରକଳ୍ପ। ଏଣିକି ଭୁବନେଶ୍ୱର ରାସ୍ତାରେ ହେବ ନାହିଁ ଗହଳି। ସମସ୍ୟା ଦୂର କରିବ କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ। ଏନେଇ ମଞ୍ଜୁରୀ ମିଳିସାରିଥିବା ବେଳେ ଏପ୍ରିଲ ପ୍ରଥମ ସପ୍ତାହରୁ କାମ ଆରମ୍ଭ କରିବାକୁ ଏନ୍ଏଚ୍ଆଇ ପ୍ରସ୍ତୁତ ଅଛି। 111 କିଲୋମିଟର ଦୀର୍ଘ ଏହି ରିଙ୍ଗ ରୋଡକୁ 3ଟି ପର୍ଯ୍ୟାୟରେ ନିର୍ମାଣ କରାଯିବ। ମୋଟ ଖର୍ଚ୍ଚ ହେବ ପ୍ରାୟ 8,300 କୋଟି ଟଙ୍କା। 2 ବର୍ଷ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟରେ ରହିଥିବା କହିଛନ୍ତି ଏନ୍ଏଚ୍ଆଇ କର୍ତ୍ତୃପକ୍ଷ। ପରବର୍ତ୍ତୀ ଖବର ଓଡ଼ିଶା ଜାପାନ ସାଂସ୍କୃତିକ ମହୋତ୍ସବ। ଭାରତ ଓ ଜାପାନ ସମ୍ପର୍କ ଅତି ପ୍ରାଚୀନ। ଓଡ଼ିଶାର କଳା ସଂସ୍କୃତି ପର୍ବପର୍ବାଣୀ ସହ ଜାପାନର ଅନେକ ସାମଞ୍ଜସ୍ୟ ରହିଛି। ଏହି ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇଣ୍ଡୋ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ଓଡ଼ିଶା ଜାପାନ ସାଂସ୍କୃତିକ ମହୋତ୍ସବ ଆରମ୍ଭ ହୋଇଛି। ଜାପାନୀ କଳାକାରଙ୍କ ନୃତ୍ୟ ସଙ୍ଗୀତ ବାଦ୍ୟରେ ଝୁମିଥିଲେ ଦର୍ଶକ। ପୁରୀ ତାଳବଣିଆ ପଡ଼ିଆରେ ଆରମ୍ଭ ହୋଇଛି 2 ଦିନିଆ ଓଡ଼ିଶା ଜାପାନ ସାଂସ୍କୃତିକ ମହୋତ୍ସବ। ସାଂସ୍କୃତିକ ମହୋତ୍ସବ ସାଙ୍ଗକୁ ଉଭୟ ଓଡ଼ିଶା ଓ ଜାପାନର ଶିକ୍ଷା ପର୍ଯ୍ୟଟନ ଶିଳ୍ପ ଖାଦ୍ୟ ହସ୍ତତନ୍ତକୁ ନେଇ ଅନେକ ଷ୍ଟଲ ଖୋଲାଯାଇଛି। ପରବର୍ତ୍ତୀ ଖବର ମ୍ୟାଚ୍ ଜିତିଲା ଇଂଲଣ୍ଡ ହୃଦୟ ଜିତିଲା ନେପାଳ। ଚଳିତ ଟି20 ବିଶ୍ୱକପରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଏକ ରୋମାଞ୍ଚକପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ 4 ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ 185 ରନର ଟାର୍ଗେଟକୁ ନେଇ ଓହ୍ଲାଇଥିବା ନେପାଳ ଶେଷ ପର୍ଯ୍ୟନ୍ତ ଖେଳିବା ସତ୍ତ୍ୱେ 6 ୱିକେଟ ହରାଇ 180 ରନ କରିପାରିଥିଲା। ମ୍ୟାଚରେ ଲଣ୍ଡନ ପାଇଁ ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ୱିଲ୍ ଜ୍ୟାକ୍ସଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। ଇଂଲଣ୍ଡ ଆସନ୍ତା 11 ତାରିଖରେ ତାର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 184 ରନ କରିଥିଲା। ଏହାର ଜବାବରେ ନେପାଳ ପାୱାର ପ୍ଲେ ଓଭର ମଧ୍ୟରେ 2 ଓପନର ଅସିଫ ଶେଖ ଓ ଭୁର୍ତେଲଙ୍କୁ ହରାଇଥିଲା। ପରବର୍ତ୍ତୀ ଖବର ପୁଣି ଖସିଲା ପାରଦ। ଓଡ଼ିଶାର ଦାର୍ଜିଲିଂ ଉଦୟଗିରି ସହରରେ ସପ୍ତାହେ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଝାଡ଼ ଥଣ୍ଡା ସହ କୋହଲା ପବନ ଯୋଗୁଁ ସନ୍ଧ୍ୟା ପୂର୍ବରୁ ସହର ଜନଶୂନ୍ୟ ହୋଇଯାଉଛି। ଆଞ୍ଚଳିକ କୃଷି ଗବେଷଣା ଓ ବୈଷୟିକ ସମ୍ପ୍ରସାରଣ କେନ୍ଦ୍ରର ସୂଚନା ଅନୁସାରେ ସକାଳେ ଉଦୟଗିରି ସର୍ବନିମ୍ନ ତାପମାତ୍ରା 4.4 ଡିଗ୍ରୀ ସେଲସିୟସ ରହିଥିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ପରବର୍ତ୍ତୀ ଖବର ବିପଦରେ 100 କୋଟିରୁ ଅଧିକ ଆଣ୍ଡ୍ରଏଡ ଫୋନ ହ୍ୟାକିଂ ଆଶଙ୍କାରେ ଗୁଗୁଲ ଦେଲା ଚେତାବନୀ। ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁସାରେ ବିଶ୍ୱର ପ୍ରାୟ 100 କୋଟିରୁ ଅଧିକ ଆଣ୍ଡ୍ରଏଡ ଫୋନ ଏବେ ସାଇବର ଆକ୍ରମଣ ଓ ମାଲୱେର ବିପଦରେ ରହିଛି। ଏହାର ମୁଖ୍ୟ କାରଣ ହେଉଛି ପୁରୁଣା ଅପରେଟିଂ ସିଷ୍ଟମ ପାଇଁ ସୁରକ୍ଷା ଅପଡେଟ୍ ବନ୍ଦ ହୋଇଯିବା। ଗୁଗଲ ସ୍ପଷ୍ଟ କରିଛି ଯେ ଯେଉଁ ଫୋନ ଗୁଡ଼ିକୁ ଆଣ୍ଡ୍ରଏଡ 12 କିମ୍ବା ତାଠାରୁ ପୁରୁଣା ଭର୍ଜନରେ ଚାଲୁଛି ସେଗୁଡ଼ିକୁ ଆଉ ସୁରକ୍ଷା ଅପଡେଟ୍ ମିଳିବ ନାହିଁ। ପରବର୍ତ୍ତୀ ଖବର ଟିମ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ। ଆଇସିସି 16 ବର୍ଷରୁ କମ୍ ବିଶ୍ୱକପ ଉଦଯାପିତ ହେବା ପରେ ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା 3 ଜଣ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ବ୍ୟାଟିଂ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ। 14 ବର୍ଷୀୟ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ଫାଇନାଲରେ 80 ବଲରୁ 175 ରନ୍ ସ୍କୋର କରିଥିଲେ। ସେ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। 12 ଜଣିଆ ଦଳରେ ସେ କନିଷ୍କ ଚୌହାନ ଓ ହେନେଲି ପଟେଲଙ୍କ ସହ ଯୋଗ ଦେଇଛନ୍ତି। ଭାରତ ରେକର୍ଡ 6ଠ ଥର ପାଇଁ ଟାଇଟଲ ବିଜେତା ହୋଇଥିଲା। ପରବର୍ତ୍ତୀ ଖବର ଜାମ୍ମୁ କାଶ୍ମୀର ବିଧାନସଭାରେ ବିରଳ ଦୃଶ୍ୟ। ବଜେଟକୁ ସମାଲୋଚନା କଲେ ବିଜେପି ବିଧାୟିକା। ଜାମ୍ମୁ କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଲା ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବାୟନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ, ଯାହାକୁ ଶାସକ ନ୍ୟାସନାଲ କନଫରେନ୍ସ ଏନ୍ସିର ବିଧାୟକମାନେ ତାଙ୍କୁ ଉତ୍ସାହିତ କରିବା ସହ ତାଙ୍କର ପ୍ରଶଂସା କରିଛନ୍ତି। ଦେବୟାନୀ ରାଣା ହେଉଛନ୍ତି ସ୍ୱର୍ଗତ ଦବିନ୍ଦର ସିଂ ରାଣାଙ୍କ ଝିଅ। ଦବିନ୍ଦର ଦୀର୍ଘ ଦିନ ଧରି ଓମାର ଅବଦୁଲ୍ଲାଙ୍କ ସହଯୋଗୀ ଓ ଘନିଷ୍ଠ ବନ୍ଧୁ ଥିଲେ। ନିକଟରେ ତାଙ୍କର ମୃତ୍ୟୁ ପରେ ଦେବାୟନୀ ନାଗରୋଟା ଆସନରୁ ବିଜୟୀ ହୋଇଛନ୍ତି।